କୁନି ମା କୁନି କୋଉଠି ଅଛୁ? ଓହୋ ମୁଁ ଆଉ ଏ ଝିଅକୁ ପାରିବିନି, ସବୁବେଳେ ଇଆଡ଼େ ସିଆଡ଼େ ବୁଲୁଥିବ। ତା ପାଇଁ ପ୍ରତ୍ୟେକ ଦିନ ମୋର କାମକୁ ଯିବାରେ ଡେରି ହେଇଯାଏ। ଆଜି ସକାଳୁ ସକାଳୁ କୁଆଡ଼େ ଗଲା କେଜାଣି? ଏଇ ତ ମା ମୁଁ ଆସିଗଲି। ଜାଣିଛ ମା, ଆଜି ପୋଖରୀରେ ଗାଧେଇବା ସମୟରେ କିଛି ମାଛ ମୋ ଚାରି ପାଖରେ ଖେଳୁଥିଲେ। ମୁଁ ଗୋଟେ ମାଛ ଧରି ଆଣିଲି। ମା ନିଅ ଏ ମାଛ ଭାଜି ଦିଅ, ମୁଁ ଖାଇବି। ଭଲ କରିଛୁ, ହେଲେ ମୁଁ ଏବେ ମାଛ ଭାଜି ପାରିବିନି ରେ ମା। ମୁଁ ଏବେ ଜମିକୁ ଯାଉଛି। ଅନ୍ୟ ଚଢ଼େଇମାନେ ନିଜ ଜମିକୁ ଚାଷ କରି ସାରିଲେଣି। ମୁଁ ଏଯାଏଁ ଚାଷ କାମ ଆରମ୍ଭ କରିନି। ମାରେ ଆଜି ଦିନଟା ଘରେ ଯାହା ବି ଅଛି ଖାଇ ଦେଇଥା। ସନ୍ଧ୍ୟାରେ ମୁଁ ଘରକୁ ଫେରିଲା ପରେ ତୋ ପାଇଁ ମାଛ ଭାଜି ଦେବି। ଆଚ୍ଛା ଠିକ ଅଛି ମା। ମୁଁ କୋଦାଳ ଦେଇ ଏତେ ବଡ଼ ଜମି ଚାଷ କରି ପାରିବିନି। ମୁଁ ମୋ ସାଙ୍ଗ ପାରା ପାଖରୁ ଲଙ୍ଗଳ ନେଇ ଆସେ। ସେମିତିରେ ଖୁବ୍ ଶୀଘ୍ର ମୁଁ ଜମି ଚାଷ କରିପାରିବି, ଆଉ ମୋ ଜମି ଉର୍ବର ବି ହେବ। ପାରା ପାରା ଘରେ ଅଛୁ କି? ବାହାରକୁ ଆସେ। ହଁ ଚଢ଼େଇ, ମୁଁ ଘରେ ଅଛି। ମତେ କଣ ପାଇଁ ଡାକିଲୁ? ପାରା ଆଜି ତ ଲଙ୍ଗଳଟା ମତେ ଦେଇଥା, ମୁଁ ଆଜି ଜମି ଚାଷ କରିବି। ଓ ଆଚ୍ଛା, ତୁ କଣ ଚାଷ କରିବୁ ଚଢ଼େଇ? ଭାବୁଛି ମୁଁ ଏ ବର୍ଷ ଗାଜର ଚାଷ କରିବି। ଭଲ କଥା ଭାବିଛୁ, ରହ ମୁଁ ଏବେ ଲଙ୍ଗଳ ଆଣିଦଉଛି। ତାପରେ ପାରା ଲଙ୍ଗଳ ଆଣିଦେଲା। ମା ଚଢ଼େଇ ସେ ଲଙ୍ଗଳ ନେଇ ଜମିକୁ ଗଲା, ଆଉ ଚାଷ କାମ ଆରମ୍ଭ କଲା। ସନ୍ଧ୍ୟାରେ ତା ଝିଅ ତା ପାଖକୁ ଆସିଲା। ମା ତୁମ ଜମି କାମ ସରିଲା? ଘରକୁ କେତେବେଳେ ଯିବ ମା? ଆଉ କେତେବେଳେ ମାଛ ଭାଜି ଦେବ? ମୁଁ ଆଉ ଅପେକ୍ଷା କରି ପାରିବିନି। ହଁ ହଁ ମୋ କାମ ସରିଗଲା। ଏବେ ଖାଲି ପାରାର ଲଙ୍ଗଳ ଫେରେଇ ଦେଇ ମୁଁ ଘରକୁ ଯିବି। ତୁ ଏମିତି ବ୍ୟସ୍ତ ହଉଛୁ ଯେମିତି ଆଗରୁ କେବେ ମାଛ ଖାଇନୁ। ମାଛ ତ ମୁଁ ବହୁତ ଖାଇଛି, ହେଲେ ନିଜେ ଧରିଥିବା ମାଛ ଖାଇବାର ମଜା ହିଁ ଅଲଗା ମା। ହେଲା ହେଲା ବୁଝିଲି, ଚାଲ ଏବେ ଘରକୁ ଯିବା। ତାପରେ ସେ ମା ଛୁଆ ଘରକୁ ଫେରି ଆସିଲେ। ମା ଚଢ଼େଇ ମାଛ ଭାଜି ତା ଝିଅକୁ ଦେଲା। ଏଇ ନେ ମା ତୋ ମାଛ, ତୁ ମାଛ ଭଜା ଖାଉଥା। ମୁଁ ଏବେ ବଜାରକୁ ଯାଏ ଗାଜର ମଞ୍ଜି ନେଇ ଆସେ। ବେଶୀ ଡେରି କଲେ ଦୋକାନ ବନ୍ଦ ହେଇଯିବ। ଠିକ ଅଛି ମା, ଯାଅ ମୁଁ ବାହାରେ ବସି ମାଛ ଭଜା ଖାଇବି। ଲା 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 ଲା, ମଜା ଲାଗେ ମାଛ ଭଜା। ମୋ ମାଛ ଭଜା ଏତେ ସ୍ୱାଦିଷ୍ଟ ହେଇଛି ଯେ ଏମିତି ଲାଗୁଛି ମୁଁ ପ୍ରଥମ ଥର ମାଛ ଭଜା ଖାଉଛି। ଚଢ଼େଇ ଛୁଆ ଗୀତ ଗାଇ ଗାଇ ମାଛ ଭଜା ଖାଉଥିଲା। ଠିକ ସେହି ସମୟରେ ଗୋଟେ ଭୋକିଲା ବୁଢ଼ୀ ଚଢ଼େଇ ତା ପାଖକୁ ଆସିଲା। ଆରେ ଛୋଟ ଝିଅ, ତୁ କଣ ଖାଉଛୁ? ମୁଁ 2 ଦିନ ହେଲାଣି କିଛି ଖାଇନି, ମତେ କିଛି ଖାଇବା ଦେଇପାରିବୁ? ଆରେ ତୁ ତ ମାଛ ଭଜା ଖାଉଛୁ, ମୁଁ ଅନେକ ଦିନରୁ ମାଛ ଖାଇନି, ମତେ କିଛି ମାଛ ଭଜା ଖାଇବାକୁ ଦେବୁ? ହଁ ହଁ ବୁଢ଼ୀ ମା, ଏଇ ନିଅ ମୋଠୁ କିଛି ମାଛ ଭଜା ନେଇ ଖାଅ। କୁହ କେମିତି ଲାଗୁଛି? ସତରେ ତ ମାଛ ଭଜା ଭାରି ସ୍ୱାଦିଷ୍ଟ ହେଇଛି। ହେଲେ ଛୋଟ ଝିଅ, ତୋ ଖାଇବା ତୁ ମତେ ଦେଇଦେଲୁ, ମୋ ପାଇଁ ତ ମନ ଦୁଃଖ ହେଇଯାଇଥିବ। ନା ନା ବୁଢ଼ୀ ମା, ମୁଁ ଜମା ମନ ଦୁଃଖ କରିନି। ତୁମେ ଭୋକିଲା ଥିଲ, ମୁଁ ତୁମକୁ ଖାଇବାକୁ ଦେଇ ଅନେକ ଖୁସି। ତୁମେ କାଲି ବି ଏଠାକୁ ଆସିବ। ମୁଁ 2ଟି ମାଛ ଭାଜି ଆଣିବି, ଗୋଟେ ତୁମେ ଖାଇବ ଆଉ ଗୋଟେ ମୁଁ ଖାଇବି। ଆଚ୍ଛା ଠିକ ଅଛି ଛୋଟ ଝିଅ, ମୁଁ କାଲି ପୁଣି ଏଠାକୁ ଆସିବି। ଏବେ ମୁଁ ଯାଉଛି। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ଚଢ଼େଇ ଛୁଆ ନିଜ ଘରକୁ ଫେରି ଆସିଲା। ଆରେ ଆରେ, ଆକାଶ କେତେ ଅନ୍ଧାର କରିଦେଲାଣି। ଲାଗୁଛି ଏବେ ହିଁ ବର୍ଷା ପଡ଼ିବ। ମୁଁ ଶୀଘ୍ର ଶୀଘ୍ର ଘରକୁ ଯାଏ, ନହେଲେ ମୋ ଗାଜର ମଞ୍ଜି ଓଦା ହେଇଯିବ। ମା ଚଢ଼େଇ ଘରକୁ ପହଞ୍ଚୁ ପହଞ୍ଚୁ ହିଁ ବର୍ଷା ଆରମ୍ଭ ହେଇଗଲା। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ବର୍ଷା ଛାଡ଼ିଗଲା। ମା କୁନି, ଚାଲ ଆଜି ଆମେ ଜମିକୁ ଯିବା। ଆଜି ପୁରା ଜମିରେ ଗାଜର ମଞ୍ଜି ଲଗେଇଦେବା। ନାଇଁ ମା, ମୁଁ ଆଜି ତୁମ ସହ ଜମିକୁ ଯିବିନି। ମୁଁ ଆଜି ବି ପୋଖରୀକୁ ଯିବି, ଆଉ 2ଟି ମାଛ ଆଣି ବୁଢ଼ୀ ମାଙ୍କ ସାଙ୍ଗରେ ଖାଇବି। ଆଚ୍ଛା ଠିକ ଅଛି, ତୁ ଯା। ଏ କଣ, ବର୍ଷା ପାଇଁ ପୋଖରୀର ପାଣି ବଢି ଯାଇଛି। ଗୋଟେ ବି ତ ମାଛ ଦେଖା ଯାଉନାହାନ୍ତି। ଧେତ୍, ଆଜି ମୁଁ ଗୋଟେ ବି ମାଛ ଧରି ପାରିଲିନି। ମୋ ମା ପାଖକୁ ହିଁ ଚାଲିଯାଏ।
ଏ କଣ ସର୍ବନାଶ ହେଇଯାଇଛି। ମୋର ପୁରା ଜମିରେ ବର୍ଷା ପାଣି ଭର୍ତ୍ତି ହେଇଯାଇଛି। ଏବେ ମୁଁ ମଞ୍ଜି କେମିତି ଲଗେଇବି? ମା, ଆଖପାଖ ଜମିରେ ତ ବର୍ଷା ପାଣି ଜମା ହେଇନି। ଆମ ଜମିରେ ହିଁ ଏତେ ବର୍ଷା ପାଣି କାହିଁକି ଜମା ହେଇଛି? ଆମ ଜମି ସମସ୍ତଙ୍କଠୁ ତଳେ ଅଛି ରେ ମା, ସେଥିପାଇଁ ବର୍ଷା ପାଣି ଶୀଘ୍ର ଶୁଖି ପାରେନି। ସେମାନେ ଏପରି କଥା ହେବା ସମୟରେ ବୁଢ଼ୀ ଚଢ଼େଇ ସେଠାକୁ ଆସିଲା। ବୁଢ଼ୀ ମା, ମୋତେ କ୍ଷମା କରିଦେବ। ମୁଁ ତୁମକୁ କଥା ଦେଇ ରଖିପାରିଲିନି। ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହେଇଯାଇଛି। ଆଜି ମୁଁ ଗୋଟେ ବି ମାଛ ପୋଖରୀରେ ପାଇଲିନି। ତୁ ମନ ଦୁଃଖ କରନି, ମୁଁ ସବୁ ଜାଣିଛି। ସବୁ ଜାଣିଛ? ହେଲେ କେମିତି? କିଏ କିଏ ତମେ? ବୁଢ଼ୀ ମା କୁଆଡ଼େ ଗଲେ? କୁନି, ମୁଁ ସେଇ ବୁଢ଼ୀ ମା। ପ୍ରକୃତରେ ମୁଁ ଗୋଟେ ପରୀ। ମୁଁ ରୂପ ବଦଳି କାଲି ତୋର ପରୀକ୍ଷା କରୁଥିଲି। ମୁଁ ଜାଣିଗଲି ତୁ ବହୁତ ଭଲ, ଗରିବ ଅସହାୟ ଚଢ଼େଇଙ୍କୁ ତୁ ସାହାଯ୍ୟ କରୁ। ସେଥିପାଇଁ ମୁଁ ଆଜି ତା ପାଖକୁ ଆସୁଥିଲି ତତେ ଉପହାର ଦେବା ପାଇଁ। ହେଲେ ତମେ ଦୁଇ ଜଣ ମନ ଦୁଃଖରେ ଏଠି କାନ୍ଦୁଥିଲ କଣ ପାଇଁ? ମା ଚଢ଼େଇ ପରୀକୁ ସବୁ ଘଟଣା କହିଲା। ଚିନ୍ତା କରନି ଚଢ଼େଇ, ମୁଁ ତତେ ସାହାଯ୍ୟ କରିବି। ଏଇ ସୋନାଲି ମାଛ ନେ, ଏ ମାଛକୁ ତୁ ଜମିରେ ଛାଡ଼ିଦେ। କାଲି ଆସିଲେ ଦେଖିବୁ ତୋ ଜମି ପାଣିରେ ଅନେକ ମାଛ ଭାସୁଥିବେ। କୁନି, ତୁ ଏବେ ପ୍ରତ୍ୟେକ ଦିନ ମାଛ ଭଜା ଖାଇପାରିବୁ। ସତ କହୁଛ ପରୀ? ମୁଁ ସବୁଦିନ ମାଛ ଭଜା ଖାଇପାରିବି? ପ୍ରତ୍ୟେକ ଦିନ ମୁଁ ମାଛ ଭଜା ଖାଇ ଅନେକ ମଜା କରିବି। ପରୀ, ଏ ବିପଦ ସମୟରେ ତୁମେ ଆମକୁ ସାହାଯ୍ୟ କରିଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମାଛକୁ ତା ଜମି ପାଣିରେ ଛାଡ଼ିଦେଲା। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ନିଜ ଜମିକୁ ଆସି ଜମିର ଦୃଶ୍ୟ ଦେଖି ମା ଚଢ଼େଇ ଆଉ ତାର ଝିଅ ଆଶ୍ଚର୍ଯ୍ୟ ହେଇଗଲେ। ତାଙ୍କ ଜମିରେ ଅନେକ ମାଛ ଖେଳୁଥିଲେ। ମା, ଦେଖ, ପରୀଙ୍କ କଥା ସତ ହେଇଗଲା। ଆମ ଜମିରେ କେତେ ପ୍ରକାରର ମାଛ ଖେଳୁଛନ୍ତି। ହଁ, ତୁ ଠିକ କହିଲୁ ରେ ମା। ମୁଁ କିଛି ମାଛ ନେଇ ଏବେ ବଜାରକୁ ଯାଏ। ତାପରେ ମା ଚଢ଼େଇ କିଛି ମାଛ ଧରି ବଜାରକୁ ଗଲା। କୁନି ବି ଦୁଇଟି ମାଛ ନେଇ ଘରକୁ ଗଲା। ମାଛ ନିଅନ୍ତୁ ମାଛ, ବିଭିନ୍ନ ପ୍ରକାରର ମାଛ। ଆସନ୍ତୁ ଆସନ୍ତୁ, ତାଜା ତାଜା ମାଛ ନେଇଯାଆନ୍ତୁ। ବାଃ ଚଢ଼େଇ, ତୁ ଏତେ ପ୍ରକାରର ମାଛ ଆଣିଛୁ। ଦେ ଦେ, ମତେ ଗୋଟେ କିଛି ମାଛ ଦେ। ଏଇ ନିଅନ୍ତୁ ଆପଣଙ୍କ ମାଛ। ପ୍ରତ୍ୟେକ ଦିନ ମୁଁ ବଜାରରେ ମାଛ ବିକ୍ରି କରେ। ଏ ଚଢ଼େଇ ପାଇଁ ଆଜି ମୋ ପାଖରୁ କେହି ମାଛ କିଣୁନାହାନ୍ତି। ହେଲେ ଚଢ଼େଇର ତ ପୋଖରୀ ନଥିଲା, ସେ ଏତେ ମାଛ ପାଇଲା କୋଉଠୁ? ମୁଁ ଯାଇ ତାକୁ ପଚାରି। ଆରେ ଚଢ଼େଇ, ତୋର ତ ପୋଖରୀ ନଥିଲା, ତୁ ଏତେ ସାରା ମାଛ ପାଇଲୁ କୋଉଠୁ? ଚଢ଼େଇ ଥିଲା ଭାରି ସରଳ। ସେ କାଉକୁ ସବୁ ସତ କଥା କହିଦେଲା। ସବୁ ଶୁଣିଲା ପରେ କାଉ ମନରେ ଲୋଭ ଆସିଲା। ଓ, ଏମିତି କଥା। ଆଜି ରାତି ମୁଁ ତୋର ସବୁ ମାଛ ସଫା କରିଦେବି। ତାପରେ କାଉ ରାତି ହେବା ଯାଏଁ ଅପେକ୍ଷା କଲା। ଯେମିତି ରାତି ହେଲା, ସେ ଚଢ଼େଇର ଜମିକୁ ଗଲା। ଚଢ଼େଇର ଜମିରୁ ମାଛ ଚୋରି କରିବା ପାଇଁ ସେ ପାଣି ଭିତରକୁ ଗଲା। ହଠାତ୍ ସବୁ ମାଛ କଙ୍କଡ଼ା ପାଲଟି ତାକୁ ଜୋର ଜୋରେ କାମୁଡ଼ିଲେ। ମରିଗଲି ରେ, ମରିଗଲି। ମତେ କଙ୍କଡ଼ା ମାନେ କାମୁଡ଼ି କାମୁଡ଼ି ମାରିଦେବେ। ବଞ୍ଚାଅ, ମତେ କେହି ବଞ୍ଚାଅ। ତତେ କେହି ବଞ୍ଚେଇବାକୁ ଆସିବେନି। ଆଜି ତୋର ଶେଷ ଦିନ। ତୁ ଗୋଟେ ଲୋଭୀ। ନିଜ ପାଖରେ ପୋଖରୀ ଥାଇବି ତୁ ଚଢ଼େଇର ମାଛ ଚୋରି କରିବାକୁ ଚାଲି ଆସିଲୁ। ପରେ ମତେ ଏଇ ଥରକ କ୍ଷମା କରିଦିଅ। ମୋର ଭୁଲ ହେଇଗଲା। ମୁଁ ଆଉ ଏମିତି ଭୁଲ କେବେ କରିବିନି। ଦୟାକରି ମତେ ଛାଡ଼ି ଦିଅ। ମୁଁ ତୁମ ଗୋଡ଼ ଧରୁଛି, ମତେ ଛାଡ଼ି ଦିଅ। ମତେ ଆଉ ଗୋଟେ ସୁଯୋଗ ଦିଅ। ମୁଁ ଯଦି ଆଉ ଦିନେ ଚୋରି କରିବି, ସେତେବେଳେ ମତେ ଶାସ୍ତି ଦେବ। ଠିକ ଅଛି, ମୁଁ ତତେ ଛାଡ଼ିଦେବି। ହେଲେ ମୋର ଗୋଟେ ସର୍ତ୍ତ ଅଛି। କଣ ସର୍ତ୍ତ ପରୀ? କାଲି ଏ ଜମିର ପାଣି ଶୁଖିଯିବ। ତୁ ଜମି ଚାଷ କରି ଏଥିରେ ଗାଜର ମଞ୍ଜି ଲଗେଇବୁ। ଯେତେବେଳେ ଗାଜର ବଡ଼ ହେବ, ତୁ ଚଢ଼େଇକୁ ସବୁ କଥା କହି କ୍ଷମା ମାଗିବୁ। ହଁ ହଁ, ମୁଁ ତୁମର ସବୁ କଥାରେ ରାଜି। ଏବେ ମତେ ଛାଡ଼ି ଦିଅ। ତାପରେ ପରୀ କାଉକୁ ଛାଡ଼ିଦେଲା। ଆଉ ତାକୁ କିଛି ଗାଜର ମଞ୍ଜି ଦେଇ ସେଠାରୁ ଚାଲିଗଲା। କାଉ ଗାଜର ମଞ୍ଜି ନେଇ ଘରକୁ ଗଲା। ପରଦିନ ସକାଳେ ଚଢ଼େଇ ଜମିର ପାଣି ଶୁଖିଗଲା। କାଉ ସଙ୍ଗେ ସଙ୍ଗେ ଜମି ଚାଷ କରି ଗାଜର ମଞ୍ଜି ବୁଣିଦେଲା। କଣ, ମୋ ଜମିରେ ଏତେ ସାରା ଗାଜର କେମିତି ଆସିଲା? ମୁଁ ତ ଗାଜର ମଞ୍ଜି ଲଗେଇନି। ସେତେବେଳେ କାଉ ସେଠାକୁ ଆସି ଚଢ଼େଇକୁ ସବୁ କଥା ଜଣେଇ ତାକୁ କ୍ଷମା ମାଗିଲା।
ଓ ଏସବୁ ତାହେଲେ ପରିଦିଆ ଗାଜର ମଞ୍ଜି, ସେଥିପାଇଁ ଏତେ ଶୀଘ୍ର ଗାଜର ବାହାରିଲା। କାଉ, ତୁ କଷ୍ଟ କରି ମୋ ଜମି ଚାଷ କରିଛୁ, ସେଥିପାଇଁ ମୁଁ ତତେ ଜମିର ଅଧା ଭାଗ ଗାଜର ଦେଉଛି। ତୁ ଏସବୁ ବିକ୍ରି କରି ଭଲ ଟଙ୍କା ପାଇଯିବୁ। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ମୁଁ ତ ଜିନିଷ ଚୋରି କରିବାକୁ ଆସିଥିଲି, ତା ଜାଣିବି ତୁ ତ ଜମିର ଅଧା ଗାଜର ମତେ ଦେଉଛୁ। ସତରେ ତୁ ବହୁତ ଭଲ। ମୁଁ ଆଜିଠୁ ଆଉ ଚୋରି କରିବିନି, ସମସ୍ତଙ୍କ ସହ ମିଳିମିଶି ରହିବି। ସେବେଠାରୁ ଚଢ଼େଇ ଆଉ କାଉ ଭଲ ସାଙ୍ଗ ପାଲଟି ଗଲେ ଆଉ ମିଳିମିଶି ରହିଲେ। ଆରେ ମା କୁନି ମୁନି, କୁଆଡେ ଗଲ? ସ୍କୁଲ ସମୟ ହେଇଗଲାଣି, ଆଜି ସ୍କୁଲ ଯିବନି କି? ଏଇ ତ ମା, ଆମେ ଆସିଗଲୁ। ଚାଲ ଶୀଘ୍ର ଆମକୁ ସ୍କୁଲ ଛାଡ଼ିଦିଅ। ମା ଚଢ଼େଇ ଗରିବ ହେଲେ ବି ତାର ଦୁଇ ଝିଅଙ୍କୁ ଖୁବ୍ ଭଲରେ ରଖୁଥିଲା। ସନ୍ଧ୍ୟା ହେବା ପରେ କୁନି ମୁନି ଘରକୁ ଫେରିଲେ। ମା, ଜାଣିଛ ଆଜି ଆମ ସ୍କୁଲର ମ୍ୟାମ୍ କଣ କହିଲେ? କଣ କହିଲେ ରେ ମା? ଏ ବର୍ଷ ବର୍ଷା ଦିନରେ ଆମ ଜଙ୍ଗଲରେ ବନ୍ୟା ହେବାର ସମ୍ଭାବନା ଅଛି। ମ୍ୟାମ୍ ଏକଥା ପାଣିପାଗ ଅଫିସରୁ ଜାଣିବାକୁ ପାଇଲେ। ସେ ଆମକୁ କହିଲେ ବନ୍ୟା ଆସିବା ଆଗରୁ ଏକ ସୁରକ୍ଷିତ ଜାଗାକୁ ଚାଲିଯିବା ପାଇଁ। ଆରେ, ଇଏ ତ ବହୁତ ବିପଦର କଥା। ଶୀଘ୍ର ଜଙ୍ଗଲବାସୀଙ୍କୁ ଏକଥା ଜଣାଇବାକୁ ହେବ। ହଁ ମା, ଆଉ ଗୋଟେ କଥା ଜାଣିଛ? ମ୍ୟାମ୍ କହୁଥିଲେ ଏ ବର୍ଷ ବହୁତ ବର୍ଷା ହବ, ଝଡ଼ ତୋଫାନ ବି ଆସିବ। ମା, ଆମ ଘର ତ ଭଙ୍ଗା, ବର୍ଷା ହେଲେ ଆମ ଘର ଭିତରେ ପାଣି ପଡ଼ିବ। ଆମେ କଣ କରିବା ମା? ମୁଁ ବି ସେ କଥା ଚିନ୍ତା କରୁଛି ରେ ମା। ଘର ମରାମତି ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଯଦି ଜଙ୍ଗଲ ଭିତରୁ ମଜବୁତ କାଠ ଆଣିବି, ଖାଇବା ଜମା କରିବାକୁ ସମୟ ପାଇବିନି। ମୁଁ କେତେବେଳେ ଯେ କୋଉ କାମ କରିବି କିଛି ବୁଝିପାରୁନି। ମା, ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି। ତୁମେ ଘର ମରାମତି କରିବା ପାଇଁ କାଠ ଯୋଗାଡ଼ କର, ଆମେ ଦୁଇ ଭଉଣୀ ଖାଇବା ଯୋଗାଡ଼ କରିବୁ। ସେମିତି ହେଲେ ଆମକୁ ଆଉ ବେଶୀ ଖର୍ଚ୍ଚ କରିବାକୁ ପଡ଼ିବନି। ଆରେ ମା, ତୁ ବହୁତ ଭଲ କଥାଟି କହିଲୁ। ଆମେ ସେମିତି ହିଁ କରିବା। ତା ପୂର୍ବରୁ ମୁଁ ଯାଇ ଜଙ୍ଗଲରେ ସମସ୍ତଙ୍କୁ ଏକଥା କହିଦିଏ। ଏମିତି କହି ମା ଚଢ଼େଇ ଅନ୍ୟ ଚଢ଼େଇମାନଙ୍କ ପାଖକୁ ଯାଇ ଏକଥା କହିଲା। ଆମକୁ ଏକଥା ଜଣେଇ ଭଲ କଲୁ ଚଢ଼େଇ। ଏବେ ଆମେ ବନ୍ୟା ପାଇଁ ପ୍ରସ୍ତୁତ ହେଇପାରିବୁ। ତାପରେ ସମସ୍ତେ ବନ୍ୟା ଆସିବା ପୂର୍ବରୁ ନିଜ ଘର ମରାମତି କାମରେ ଲାଗି ପଡ଼ିଲେ। ସେପଟେ ମା ଚଢ଼େଇ ଜଙ୍ଗଲରୁ ମଜବୁତ କାଠ ଖୋଜି ଆଣିଲା, ଆଉ ତାର ଦୁଇ ଝିଅ କିଛି ଖାଇବା ଖୋଜି ଆଣିଲେ। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ଆସିବା ପରେ ବହୁତ ଜୋରେ ବର୍ଷା ଆରମ୍ଭ ହେଇଗଲା। ବିଜୁଳି ଘଡ଼ଘଡ଼ି ବି ମାରୁଥିଲା। ଦେଖିଲ ମା, 3 ରୁ 4 ଦିନ ହେଇଗଲାଣି, ଏଯାଏଁ ବର୍ଷା ଛାଡ଼ିନି। ଭଲ ହେଲା ଆମେ ଘର ମରାମତି କରି ନେଇଥିଲେ। ମା, ଯଦି ବନ୍ୟା ପାଣି ମାଡ଼ି ଆସିବ ଆମେ କଣ କରିବା? ନା ରେ ମା, ସେମିତି ଜମା କହନି। ଭଗବାନଙ୍କୁ ପ୍ରାର୍ଥନା କର ଯେମିତି ବନ୍ୟା ପାଣି ଜଙ୍ଗଲରେ ନ ପଶୁ। ଆମ ଘରଟି ତଳେ ଅଛି, ମୁଁ କୌଣସି ମତେ ଆମ ଘରକୁ ସଜାଡ଼ିଛି। ଯଦି ବନ୍ୟା ପାଣି ଚାଲି ଆସେ ଆମ ଘର ଆଗସି ପାଣିରେ ଭାସିଯିବ। ମା ଚଢ଼େଇର କଥା ସରିଛି କି ନାହିଁ, ଜଙ୍ଗଲ ଭିତରକୁ ବନ୍ୟା ପାଣି ମାଡ଼ି ଆସିଲା। ଅନେକ ଚଢ଼େଇଙ୍କ ଘର ଆଉ ଗଛ ଭାଙ୍ଗି ସେ ପାଣିରେ ଭାସିଗଲା। ମା ଚଢ଼େଇର ବି ଘର ଭାଙ୍ଗିଗଲା। ସେ ତାର ଦୁଇ ଝିଅଙ୍କୁ ନେଇ ବନ୍ୟା ପାଣିରେ ଭାସୁଥିଲା। ମା, ମୁଁ ଏ ପାଣିରେ ବୁଡ଼ିଯିବି, ମତେ ରକ୍ଷା କର ମା। ଭୟ କରନି ମା, ମତେ ଶକ୍ତ କରି ଧରିଥା, ମୁଁ ବି ତ ତମମାନଙ୍କ ସାଙ୍ଗରେ ଭାସୁଛି। ଏମିତି ଆଗକୁ ଯାଉ ଯାଉ ମା ଚଢ଼େଇ ଏକ ମାଟି କଳସୀକୁ ପାଣିରେ ଭାସୁଥିବାର ଦେଖିଲା। ସେ କୌଣସି ମତେ ତାର ଦୁଇ ଝିଅଙ୍କୁ ମାଟି କଳସୀ ଭିତରେ ରଖିଦେଲା। ମୁଁ ବୋଧେ ଆଉ ତମମାନଙ୍କ ସାଙ୍ଗରେ ଯାଇପାରିବିନି। ପାଣି ଧୀରେ ଧୀରେ ବଢ଼ି ଚାଲିଛି, ତମେ ଦୁଇ ଜଣ ଏକ ସୁରକ୍ଷିତ ଜାଗାକୁ ଚାଲିଯାଅ। ହଠାତ୍ ପାଣିର ସ୍ରୋତ ବଢ଼ିଗଲା। ମା ଚଢ଼େଇ ସେ ପାଣିରେ ବୁଡ଼ିଗଲା। ମାକୁ ହରେଇ ଦୁଇ ଭଉଣୀ ଆଗକୁ ଯାଉଥିଲେ। ଦିଦି, ମା କୁଆଡ଼େ ଗଲା? ମୁଁ ତାକୁ ଦେଖିପାରୁନି କାହିଁକି? କାନି ଭଉଣୀ, ମା ଆମକୁ ବଞ୍ଚେଇ ପାଣିରେ ବୁଡ଼ିଗଲେ। ସେ ଆଉ କେବେ ବି ଫେରିବେନି। ଏ ମାଟି କଳସୀ ଆମକୁ ଯୋଉ ଜାଗାକୁ ନେଇଯିବ ଆମେ ଯିବା। ଏମିତି ସେ ଦୁଇ ଛୁଆ ମନ ଦୁଃଖରେ କାନ୍ଦୁଥିଲେ। ସେ ମାଟି କଳସୀ ଆଗକୁ ଭାସି ଭାସି ଯାଉଥିଲା। କିଛି ଦୂର ଗଲା ପରେ ଏକ କୁମ୍ଭୀରର ନଜର ସେ ଦୁଇ ଛୁଆଙ୍କ ଉପରେ ପଡ଼ିଲା। ସେ ସେମାନଙ୍କୁ ଖାଇବା ପାଇଁ ଚେଷ୍ଟା କଲା। ଦୂରରୁ ଥାଇ ଗୋଟେ ଚଢ଼େଇ ପରି ଏସବୁ ଦେଖୁଥିଲା। ଆରେ ଆରେ, ଏ ଦୁଇ ଛୁଆ ତ ବିପଦରେ ଅଛନ୍ତି। କୁମ୍ଭୀର କେତେବେଳେ ବି ଏମାନଙ୍କୁ ଖାଇଦେଇପାରେ। ମୁଁ ଶୀଘ୍ର ଏ ଦୁଇ ଛୁଆଙ୍କୁ ରକ୍ଷା କରେ।
ଏମିତି କହି ଚଢ଼େଇ ପରି ତା ଯାଦୁ ଶକ୍ତିରେ ଦୁଇ ଚଢ଼େଇ ଛୁଆଙ୍କୁ ନିଜ ପାଖକୁ ନେଇ ଆସିଲା। ଆରେ ତମେ ଦୁଇ ଛୁଆ ଏକା ଏକା ନଦୀରେ କୁଆଡ଼େ ଯାଉଥିଲ? ତମମାନଙ୍କ ମା କୁଆଡ଼େ ଗଲା? ଦୁଇ ଛୁଆ କାନ୍ଦି କାନ୍ଦି ତାକୁ ସବୁ ଘଟଣା କହିଲେ। ତମେ ଦୁଇ ଛୁଆ ଆଉ କାନ୍ଦନି, ମୁଁ ତମ ରହିବା ଆଉ ଖାଇବାର ବ୍ୟବସ୍ଥା କରିଦେବି। ଏମିତି କହି ଚଢ଼େଇ ପରି ସେମାନଙ୍କୁ ଏକ ଉଡ଼ନ୍ତା ଘର ଦେଲା। ଏଇ ନିଅ, ଏଇ ଉଡ଼ିବା ଘର ଆଜିଠୁ ତମମାନଙ୍କର। ତମେ ଦୁଇ ଜଣ ଯାହା ଚାହିଁବ ଏ ଘର ତମମାନଙ୍କୁ ସବୁ ଦେବ। ବିପଦ ସମୟରେ ଏ ଘର ତମ ଦୁଇ ଜଣଙ୍କୁ ରକ୍ଷା ବି କରିବ। ଆଉ ହଁ, ତମେମାନେ ଯୋଉଠିକି ଯିବାକୁ ଚାହିଁବ ଏ ଘର ନେଇ ତମମାନଙ୍କୁ ସେଠି ପହଞ୍ଚେଇ ଦେବ। ଦୁଇ ଭଉଣୀ ପରୀକୁ ଧନ୍ୟବାଦ ଜଣେଇ ସେ ଉଡ଼ିବା ଘର ଭିତରକୁ ଗଲେ। ଉଡ଼ିବା ଘର ସେମାନଙ୍କୁ ଏକ ସୁରକ୍ଷିତ ଜାଗାକୁ ନେଇଗଲା। ଯେତେବେଳେ ସେମାନେ କିଛି ବିପଦରେ ପଡୁଥିଲେ ଉଡ଼ିବା ଘର ତାଙ୍କର ରକ୍ଷା କରୁଥିଲା।